धर्मं शरणं गच्छामि धर्मं शरणं गच्छामि धर्मं शरणं गच्छामि। धर्मं रक्षयति रक्षतः। आमे धर्म को रक्षा करथिले धर्म आमको रक्षा करिवो। आमे जदि धर्म को ध्वंस कर देथिबा धर्म आमको छाड़िबो कि? कोटि धर्म रे आपन को शिक्षा आइतला जे मते पूजा करिवो आ मते बहुत अपमानित करिवो। देखाणिया पूजा टी करिवो किंतु अपमान तो घोर करिवो। कोटि महादेव आसी तुम कहीदे जाइए मोर गोटे ब्रांड नगेब। जगा बलिया कही जाइए मोर ब्रांड नगेब। महावीर कही जाइए मोर गोटे ब्रांड नगेब। जुग कोटि पहुंची गला केबे भाभी? मनुष्य जिते ज्ञान उन्नत है सेते अपभ्रंश कार्य गुड़ाक कर चलला। ए विषय किए भावुना बड़ दुख परितापर विषय। अरे ये कि प्रकार सम्मान तुम दौच भगवान जहाँ नित सन्ध्या सकाଳେ हाथ टे जोड़ी प्रार्थना टे कर अपमान कहीं करुच? तेणु आपण मैंने कौन भावुना कि संस्कार रहा आवश्यक? एत अपसंस्कार आड़ गति कहीं करुच? अज्ञानता ना जानी शुणिकी? ताले ये जो विभ्राट परिस्थिति आसिया जाऊँगी तुम प्रकृति तुम ध्वंस कल। बर्तमान प्रकृति तुम ध्वंस करवा छाड़ कि? भाई कौन ताले कथाटा कौन? कथाटा आपण माने ही करिसंते आमे माने ही करिसंते केबे से विषय भावुना कहीं तो अपमान धर्म प्रति। महावीर चिकेन दुकान ये को प्रकार सम्मान? महावीर कहते मो ना गोटे चिकेन दुकान खोलिकी बसिकी मुझे आशीर्वाद करी। शुभ लक्ष्मी शौचालय हम करें तो करें क्या, बोले तो बोले क्या? बाहर मनीष कि ज्ञान अंधाधुन ज्ञान साइंस डेवलपमेंट कर ना। जगा बलिया मटन दुकान उठा ले रे देवा, उठा ले रे बाबा। वाह बाहर मानव माँ लक्ष्मी चिकेन दुकान साले का खोपड़ी तोड़ साले का। माँ सारला भेराइटी स्टोर सब अवेलेबल जहाँ खोज नापकिन ठू सानिटारी ठू अष्टशंभु नॉनवेज शॉप। बड़ दुख लगुच मुंड कौन हो अरे शरम भी लगुच एत ज्ञान पाइला ये कार्य। आ तुम कौन भगवान जीवे तुम ना सब कंप्लेन करेंगे सरकार को कही गोटे बिल पास करे मत अपप्रचार मत गोटे मो ना गोटे अपप्रचार चलती केमितिया चिंताधारा ये आमती ना धर्म ना ना जदि विरोधाचरण कर सीधा अलग बाध्यतामूलक धर्म ग्रहण कर बुझ न बुझ ना पूरा खोला छुट सब जे जहाँ पार्ला कला शौचालय खोल ना
ଭେରାଇଟି ଷ୍ଟୋର ଖୋଲ, ଯେତେ ଅପପ୍ରଚାର ପାରୁଛୁ କର। ରୋଡ କରରେ ଠିଆ କରିଦେଇଛନ୍ତି ତଥାସ୍ତୁ ମୁଦ୍ରାରେ, ଏଠି ମାଟି ହାଣ୍ଡିର ରୋଷେଇ ହେଇକି ମିଳୁଛି। ଆଡଭର୍ଟାଇଜର, ପ୍ରମୋଟର ମହାବୀର, ସଦାଶିବ, ଲାଷ୍ଟକୁ ଏହା କରିଦେଇ ବସିଲ। ଏଇ ଧର୍ମ ପାଳନ କରୁଛ ବସିକି। ମଠ ମନ୍ଦିର ଖୋଲିଦେଲ, ବିରାଟ ବିରାଟ ହୋଟେଲ, ହୋଟେଲରେ ସବୁ ଆଭେଲେବୁଲ। ପ୍ରମୋଟର କିଏ? ଭଗବାନ ନିଜେ ଆଗରେ ଠିଆ ହେଇକି ଏଇଠି ସବୁ ମିଳୁଛି, ଆସ ଏଇଠି ସବୁ ମିଳୁଛି, ଖାଅ ଆସି ନା ଶସ୍ତା ସେଇ ଡାକିଦେଲେ, ଏମିତି କରି ଇଚ୍ଛା କରିଦେଲେ, ହେଲା ବେପାର ଚାଲିଲା। କାହିଁକି ଦୋଷ ନ ହବ ମତେ ଉତ୍ତର ଦିଅ। ବୃକ୍ଷର ଅମ୍ଳଜାନ ନେଲ, ବୃକ୍ଷ ସବୁ କାଟି ପକେଇଲ। ଯାହାଠୁ ସବୁ ଉପକାର ପାଇଲ, ତାକୁ ନେଇ ରୋଡରେ ବସେଇଦେଲ। ତାହେଲେ ଗୋଟାଏ ଏକ୍ସପ୍ଲାନେସନ ଦିଅ, କାହିଁକି ଏ ପୃଥ୍ୱୀ ପୃଷ୍ଠ ରହିବ? କୋଉଟା ବାକି ରଖିଛ? ଭଗବାନ ବୋଲି ଯାହାକୁ ମାନୁଛ, ତାକୁ ଭୋଗ ନେଲ ପ୍ରସାଦ ଖୁଆଇବା ପାଇଁ, ତା ମୁହଁରେ ଟିକେ ଶୁଙ୍ଗେଇ ଦେଇକି ତାକୁ ସବୁ ଘରକୁ ନେଇକି ଆଇଲ। କାହିଁକି ଗୋଟେ ସର୍ଟ ହେଲା ବ୍ରାହ୍ମଣକୁ ପଚାରୁଛ? ଆରେ ତମେ ତ ନେଇଛ ତାକୁ ଖାଇବାକୁ ଦେବା ପାଇଁ, ତାକୁ ଦେଇ ଦେଇକି ପଳେଇ ଆସୁନ। କି ଦେଖାवा ଚାଲିଛି। ବଡ ଭୟଙ୍କର ପରିସ୍ଥିତି। ମତି ବ୍ରହ୍ମ ଆକୁ କୁହାଯାଏନି, ଏ ହଉଛି ସୁପର ଚାଲାକି ମଣିଷ। ଏ ମତି ବ୍ରହ୍ମ ମଣିଷ କାମ ନୁହଁ। ଯେ ଭଗବାନଙ୍କୁ ଆଡଭର୍ଟାଇଜର କରି ଠିଆ କରିପାରୁଛି, କଣ ମତି ବ୍ରହ୍ମର କଥା? ମ୍ୟାନେଜମେଣ୍ଟ ପାଠ ଲାଗିଲା ନା ସେଠି। ମଝିରେ ଗୋଟେ କ୍ଲିପ ଦେଖୁଥିଲି, ମହାଦେବ କଛା ମାରିକି ପୁରା ତନାଘନା ହେଇକି ଦୌଡୁଛନ୍ତି, ଖାନିଆ ମାନିଆ କି। କଣ ନା କଣ ଏ ଯୋଉ ଯୁଗରେ ଯୋଉ ମଣିଷ ଗୁଡାକ ଏତେ ଡେଞ୍ଜରିୟସ। ହଁ, ଏରେ ମତେ ଠିଆ କରିଦେଇକି ଗୋଟେ ଚିକେନ ଦୋକାନ ଖୋଲିଛନ୍ତି, ଅଷ୍ଟଶମ୍ଭୁ ଚିକେନ ଦୋକାନ। ତାକୁ ଦେଖିକି ଛାନିଆ ମାନିଆ ହେଇକି ଦୌଡୁଛି, ମୋ ନାଁ କହିକି ସେଠି କଟା ଚାଲିଛି। କାଟୁଥାଅ, କାଟୁଥାଅ, ଯେତିକି ରକତ ବୁହାଇଛ ତା 100 ଗୁଣ ରକତ ବୋହିବ। ତମେ ଅନ୍ୟର ବୁହାଇଛ, ତମର ବୋହିବ। ପ୍ରକୃତି ନବ ହିସାବ। ତମ ପ୍ରକୃତି ଏହା କରିଛି, ଏବେ ବାହାର ପ୍ରକୃତି ଟିକେ ଦେଖ। ପ୍ୟାଣ୍ଟ ଓଦା ହେଇଯିବ, ରକ୍ଷା କର ବୋଲି ଚିତ୍କାର କରିବ। ସେ ଆସିବ, ଆଡଭର୍ଟାଇଜ କରୁଛି ସେ ବସିକି, ତଥାସ୍ତୁ ତଥାସ୍ତୁ, ଯାଇକି ଆଡଭର୍ଟାଇଜ କରୁଛି। ଭାବିବାର ସମୟ ଆସିଛି, ପରିବର୍ତ୍ତନ ହେଇଯାଅ। ଏମିତି କିଛି ନିୟମ ମୁଁ ଭାବୁଛି ପ୍ରଣୟନ କରିବା ନିହାତି ଆବଶ୍ୟକ ହେଇ ପଡିଲା। ଏ ଯୋଉ ବ୍ରାଣ୍ଡିଂ କରିକି ଯୋଉ ବେପାର ଚାଲିନି, ଏ ଯୋଉ ଅପସଂସ୍କାର ଚାଲିଛି, ଏ ଯୋଉ ଅପମାନିତ କାର୍ଯ୍ୟକ୍ରମ ଚାଲିଛି, ଦୟାକରି ବନ୍ଦ କର। ହାତ ଯୋଡିକି ଅନୁରୋଧ କରୁଛି, ବୁଝନ୍ତୁ। ଆରେ ଯାହାକୁ ବାପା ବୋଲି ଡାକିଲ, ବାପା ବୋଲି କହିଲ, ବାପା ହାରାମି ଫେରେ କଣ? କି ଶବ୍ଦ ତା ଦେହରେ ଲାଗିଲା? ଏଟା କଣ ସମ୍ମାନ? କୋଉ ବିଦ୍ୟାରେ ପଢା ହେଇଥିଲା? କୋଉ ଶାସ୍ତ୍ରରେ ଲେଖା ହେଇଥିଲା?
ଯେ ମୋ ଫଟୋ ମାରିଦେଇକି ମତେ ସେଠି ସ୍ଥାପନା କରିଦେଇକି ଗଲା ସେଠି କଂସେଇଖାନା କରିବୁ, ମତେ ସ୍ଥାପନା କରିଦେଇକି ବିଭିନ୍ନ ପ୍ରକାର ଭେଜ ନନ ଭେଜ ବେପାର କରିବୁ, ମତେ ସ୍ଥାପନା କରିଦେଇକି ହୋଟେଲ ପ୍ରତିଷ୍ଠା କରିବୁ କହିଥିଲେ ଭଗବାନ ଆସି। ତମେ ଯେମିତିଆ ପୂଜା କରୁଛ, ଯେମିତିଆ ଭକ୍ତି ଦେଖୁଛ, ଭଗବାନ ସେମିତିଆ ଶୁଣୁଛନ୍ତି। ତମକୁ କହୁନି ବା, ତମ ପାଖ ବାଲାକୁ କହୁଛି। ବଜାରକୁ ବାହାରି ପଡ, ସତ କି ମିଛ ଏହାକୁ ଅନୁଧ୍ୟାନ କରିବା ପାଇଁ ବାହାରି ପଡ। ପ୍ରତି ବଜାର ମାର୍କେଟ ଭିତରେ ପଶିଯାଅ, ଏମିତି 8-10ଟା ଦୋକାନ ନିଶ୍ଚୟ ଦେଖିବାକୁ ମିଳିବ। ଏହାର କାରଣ ହଉଛି ସଫ୍ଟ ଧର୍ମରେ ସଫ୍ଟନେସ୍। କେହି କାହାକୁ କିଛି କହିପାରିବେନି। ସ୍ୱାଧୀନତା ହେଲା, ଯିଏ ଯାହା ପାରୁଛ ମାଙ୍କଡ ନୃତ୍ୟ ଚଲେଇତା। ତେଣୁ ଏହାକୁ ଧର୍ମର ଧ୍ୱଂସକାରୀ କୁହାଯାଏ। ଧର୍ମ ଭଳିଆ କିଛି ନାହିଁ। ମନ୍ଦିର ଭିତରେ ଠାକୁର ନାହାନ୍ତି, ଠାକୁର ତ ଏହାକୁ ଦେଖି ଦୌଡୁଛନ୍ତି। ଆଉ କି ମଣିଷ ଭାଇ, କି ଡେଞ୍ଜର ରେ ବାବା। ପରମାଣୁ ତିଆରି ହେଲାଣି, ତା ଦେହରେ ଭଗବାନ ଚିତ୍ର ନଗିଆ ହେଇଗଲାଣି। ଭଗବାନ ଉଡିକି ଯାଇକି ପଡିବେ ସ୍ପଡ ସାଙ୍ଗରେ। ବଡ ଡେଞ୍ଜର। ଭଗବାନ ଡରିକିରି ଆଉ ମନ୍ଦିର ଆସୁନାହାନ୍ତି। ତମେ ଭାବୁଛ ମନ୍ଦିର ଆସୁଛନ୍ତି, ମନ୍ଦିର ପୂଜା ପାଉଛନ୍ତି। ପୂଜା ପାଉଥିଲେ ତମେ ଭୋଗ ଦେଖିକି ପଳେଇ ଆସନ୍ତୁ, ତ ସବୁ ଖାଇଦିଅନ୍ତା। ଧର୍ମ ଏଇଟା କହିନଥିଲା। ତାହେଲେ ହଉଛି କାହିଁକି, କରୁଛ କାହିଁକି? ତା ଦେହରେ ଯୋଉମାନେ ସବୁ ଭୁକ୍ତଭୋଗୀ, ମଠ ମନ୍ଦିର ଜ୍ଞାନ ଦବା ପାଇଁ ଥିଲା, ମଣିଷକୁ ଉଚିତ ମାର୍ଗରେ ନବା ପାଇଁ, ଜ୍ଞାନ ପଦେ ଦବା ପାଇଁ ଥିଲା। ସେଠି କେବଳ ନୁହେଁ ଘଣ୍ଟ ବାଡେଇକି ଟଙ୍ଗ 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 ହରେ ରାମ ହରେ କୃଷ୍ଣ କରିଦେଇକି ଦିଅ ଭୋଗ ଖାଅ ଚାଲ, କିଏ କେତେ ଭୋଗ ଆଣିଛ ଦିଅ, ଦକ୍ଷିଣା ପକାଅ। ଏଇଟା ମଠ ମନ୍ଦିରର କାର୍ଯ୍ୟ ନୁହେଁ। ଭଗବାନ କହିନଥିଲେ ଏଇଆ ସବୁ କର। ସେଟା ଗୋଟେ ସ୍ୱତନ୍ତ୍ର ଭାବ ରଖିକି ସାମାଜିକ ନୀତି ନିୟମକୁ ପାଳନ କରିବା ପାଇଁ, ସମାଜକୁ ଶୃଙ୍ଖଳିତ ରଖିବା ପାଇଁ ଶାସ୍ତ୍ରରେ ସବୁ ନୀତି ନିୟମ ପ୍ରଣୟନ କରାଯାଇଥିଲା, ଧର୍ମ ପ୍ରଣୟନ କରାଯାଇଥିଲା। କାହିଁ କୋଉଠି ଅଛି ଗୋଟେ ବ୍ୟକ୍ତି ସଠିକ ଭାବରେ ଛାତିରେ ହାତ ଦେଇକି କହିଦିଅନ୍ତୁ ଯେ ମୁଁ ପ୍ରକୃତ ପୁରା ସିଷ୍ଟମ ଯାହା ଲେଖା ହେଇଛି ସେକୁ ପୁରା 100% ଫଲୋ କରି ଚାଲିଛି। ଯେତେ ବଡ ବଡ ଜାଗା ଦେଖିବେ ସେତେ ବଡ ବିଭ୍ରାଟକର ପରିସ୍ଥିତି ସେଇଠି ଚାଲିଛି। ତା ବିରୁଦ୍ଧରେ ଅପପ୍ରଚାର ପାଇଁ ଏ ରିପ୍ରେଜେଣ୍ଟେସନ ମତଲବ ନୁହେଁ। ଗୋଟେ ସତ୍ୟ, ନେକେଡ ଟ୍ରୁଥ। ସତ୍ୟ କି ମିଥ୍ୟା ବଜାର ଉପରକୁ ଯାଇକି ଦେଖ, ମନ୍ଦିରକୁ ଯାଇକି ଦେଖ। ତାହେଲେ ତମେ ମାନେ ଚାହୁଁଥିଲ ସେଇଭଳିଆ ଗୋଟେ ନୀତି ନିୟମ ଗୋଟେ ସେମିତିଆ ଥାଉ, ଯୋଉଠି ଉଡିଯିବ ଟିକେ କଣ ଭୁଲ କଲେ ଅଲଗା। ଧର୍ମକୁ ବୁଝିକି ଅବୁଝା, ଯୋଉଠି ବୁଝୁ ନ ବୁଝୁ ମାନେ ବାଧ୍ୟ, ନହେଲେ ଇଏ କଟା ହେଇକି ଅଲଗା, ସେ ଠିକ ତମ ମାନଙ୍କ ପାଇଁ। ସେଇ ନୀତି ନିୟମ ରହିଲେ ତମେ ଲାଇନରେ ରହିଥାନ୍ତ। ଘର ଭିତରେ ବି ଗୃହ ଯୋଉମାନେ ଘର ସଂସାର ଚଲେଇଛନ୍ତି ସେଠି ମଧ୍ୟ ଧର୍ମ ନାହିଁ। ଯିଏ ଗାଣ୍ଡିରୁ ଗୁହ ପୋଛିଦେଲା, ଯିଏ ସବୁ କାର୍ଯ୍ୟ କରିଦେଲା, ତାକୁ ଗୋଇଠା ମାରିକି ରୋଡରେ ଫୋପାଡି ଦେଇକି ଆଇଲେ। ଜୟ ଜଗନ୍ନାଥ। ଯଦି କିଛି ଭୁଲ ବଶତ କହିଥାଏ କ୍ଷମା ପ୍ରାର୍ଥୀ। ଆପଣ ମାନେ ଅନୁଶୀଳନ କରନ୍ତୁ ଏବଂ ସୁଧୁରି ଯାଆନ୍ତୁ, ସହଯୋଗ କରନ୍ତୁ ଏଇ ଧର୍ମ ସଂସ୍କାର ଆଣିବା ପାଇଁ ସମାଜରେ।
छोट पिलाटे आजिका डेट रे जन्म हेले से जानी को धर्मर कौन मोर धर्म कौन मु मानव मोर धर्म कौन मु कौन पालन कर जीवन निर्वाह को नियम दे करी जन को भी मालूम नहीं आजिका डेट मालूम थिले एई भली अपमानित हेई न थांता हमर दियं देवता माने पत्थर बोली भाविचे काठ बोली भाविचे तेणु आडभटाइज कर भूल थिले क्षमा करिवे बुझिबा को चेष्टा करिवे एवं सुधरिबा को चेष्टा करंतु आउ समय नाही नहले ध्वंस प्रकृति दब उत्तर आरंभ हो जाइए परिवर्तन हो जाओ जदि भल लगुए कमेंट्स माध्यम रे जनाओ सब्सक्राइब करो आठारू आहुरी बलिष्ठ जिनस आसुची ढक्कन खोल दो मुंड जय जगन्नाथ।